प्रभु जीशु ख्रीष्ट अति बहुमूल्य नाम आपण मान प्रत्येक को संपर्क इंडिया द्वारा प्रस्तुत कार्यक्रम नुआ सकाळ आशारे मु स्वागत जनाऊँ। प्रभु आपण मान प्रत्येक को बाहुल्य रूपे आशीर्वाद करंतु। प्रभुकर वाक्य जीवंत एवं कार्य साधक अटे। दिन प्रतिदिन तांकर वाक्य आमान को बलिष्ठ करिछि, सक्रिय करिछि, बंचिबार राह देखैछि। ए वाक्य पाई मो प्रभु को अशेष धन्यवाद दिए। आज गोटे छोट प्रसंग रे प्रभु का वाक्य ध्यान करबा। प्रसंगर शीर्षक है कालजयी व्यक्ति। कालजयी मनीष जने व्यक्ति एपरि अछंती जे कालजयी अटंती। से व्यक्ति को संपर्क आपण मान कहिबा पई चाहे। आमानकर जीवन को आमे समीक्षा करबा आमे भिन्न प्रकार किंतु जने व्यक्ति जे कालजयी अटंती ए प्रकार जने व्यक्ति को संपर्क कहिबा पई चाहे। प्रकाशित वाक्य तार प्रथम अध्याय तार 8 पद लिखा जाए जे वर्तमान भूत और भविष्यत जे सर्वशक्तिमान से प्रभु ईश्वर कहती आंभे को अक्ष। स्थान लिखा जाए जे वर्तमान जे भूत भविष्यत जे सर्वशक्तिमान से ही प्रभु ईश्वर कहती आंबे को अक्ष। से किए अटंती? से सर्वशक्तिमान अटंती, से वर्तमान भूत भविष्यत अटंती, से प्रभु अटंती। तांको संपर्क रे आज मु कहिबा पई चाहे। यदि आपण देखिबे से कौन बोली कहउचंती 18 पदरे भय करो नाही जे कालजयी अटंती। आमे जो सीमित समय मध्य बसवास करूछु 70 बा 80 वर्ष जीवन मध्य आसीछु आमे गुडे विषय भय करू। आ जे कालजयी अटंती जे सर्वशक्तिमान अटंती से एई कथा कहंती जे भय करो नाही आमे प्रथम और शेष पुनि स्वयं जीवी आंबे मृत हेलु आ देखो आंबे जुगे जुगे जीवित अटु। पुनि आंभर हस्तरे मृत्यु और पातालर कंची अछि। जे कालजयी जे त्रिकालजयी से एई कथा कहंती। कौन कहउचंती? भय कर नाही। से जदि कहउचंती भय कर नाही, भयर कारण कौन? से कालजयी व्यक्ति अटंती। से कौन कहउचंती भय कर नाही आंबे प्रथम और शेष। मु प्रथम और शेष अटे। तांकर आरंभ नाही कि तांकर शेष नाही। ईश्वरकर आरंभ नाही कि शेष नाही। से अछंती और से रहिथिबे। एपरि एक ईश्वर जे कालजयी अटंती, जे मनुष्य हस्त द्वारा निर्मित नुहंती, जे मनुष्य उपरे निर्भर करी अपना अस्तित्व बा व्यक्तित्व बंचाती नहीं। से कालजयी अटंती। से कौन करती? से कहउचंती आंभे प्रथम शेष आंभे स्वयं जीवी आंभे स्वयं जीवी आंभे मृत हेलु आ देखो आंभे जुगे जुगे जीवित अटु। जुगे जुगे जीवित अटु। आंभे मृत हेलु कहीं जे मनुष्य को उद्धार करने
ତାର ସୃଷ୍ଟିକର୍ତ୍ତା ମୃତ୍ୟୁକୁ ଆସ୍ପାଦନ କରିବା ପାଇଁ ପଡ଼ିଲା। ସେ କହୁଛନ୍ତି ଆମେ ମୃତ ହେଲୁ ଆପଣଙ୍କୁ ଜୀବନ ଦେବା ପାଇଁ, ମତେ ଜୀବନ ଦେବା ପାଇଁ ଆମେ ମୃତ ହେଲୁ, ଆଉ ଦେଖ ଆମେ ଯୁଗେ ଯୁଗେ ଜୀବିତ ଅଟୁ। ଜହନ ତାଙ୍କର ପ୍ରଭୁ ଯାହାଙ୍କ ସହିତ ସେ ଜଗତରେ ସାକ୍ଷାତ କରିଥିଲେ, ଯାହାଙ୍କର ପ୍ରିୟ ଶିଷ୍ୟମାନଙ୍କ ମଧ୍ୟରେ ସେ ମଧ୍ୟ ଥିଲେ, ସେ ତାଙ୍କୁ ଯେ ପ୍ରକାର ଦେଖିଥିଲେ ଆଜି ସେ ଭିନ୍ନ ପ୍ରକାର ଦେଖୁଛନ୍ତି। ଯୀଶୁଙ୍କ ସେବା କାର୍ଯ୍ୟର ଅଂଶ ସେ ହେଇଛନ୍ତି, ତାଙ୍କର ମୃତ୍ୟୁ ଭୋଗକୁ ଦେଖିଛନ୍ତି, ତାଙ୍କର ପୁନରୁତ୍ଥାନର ବି ସାକ୍ଷୀ ହେଇଛନ୍ତି। ଆଜି ସେଇ ଯୀଶୁଙ୍କୁ ସେ ପୁଣି ଥରେ ଦେଖୁଛନ୍ତି, ଯେ କାଳଜୟୀ ଅଟନ୍ତି, କାଳଜୟୀ ପୁରୁଷ ଅଟନ୍ତି। ତାଙ୍କୁ ଦେଖୁଛନ୍ତି ଆଉ ସେ କହୁଛନ୍ତି ବି ଭୟ କର ନାହିଁ। ସେ ପ୍ରଭୁ ଆପଣଙ୍କୁ କହିବା ପାଇଁ ଚାହାନ୍ତି ଭୟ କର ନାହିଁ। ଆପଣ ହୁଏତ ସମୟ ମଧ୍ୟରେ ସୀମିତ ଅଟନ୍ତି, ସେ ସମୟ ମଧ୍ୟରେ ସୀମିତ ନୁହନ୍ତି। ଆପଣ ହୁଏତ କିଛି କରିପାରିବେ ନାହିଁ, ସେ ସବୁ କରିପାରିବେ। ସେ ସର୍ବଶକ୍ତିମାନ ଅଟନ୍ତି। ଆଜି ଆପଣ ଗୁଡ଼େ ବିଷୟ ନିମନ୍ତେ ବ୍ୟତିବ୍ୟସ୍ତ, ଚିନ୍ତିତ, ଭାଙ୍ଗି ପଡ଼ିଛନ୍ତି, ଅନ୍ୟମାନଙ୍କ ନେହୁରା ହେଇଛନ୍ତି, ଅନ୍ୟମାନଙ୍କ ପାଖରେ ଯାଇକି ଅନ୍ୟମାନଙ୍କ ପାଖରେ ଆପଣ ଗୁଡ଼େ ବିଷୟ ଗୁହାରିଛନ୍ତି, କେହି ଆପଣଙ୍କ ପ୍ରତି ମନୋଯୋଗୀ ହେଇନାହାନ୍ତି। ଆଜି ସେଇ ପ୍ରଭୁ କହୁଛନ୍ତି ଭୟ କର ନାହିଁ। ଆମେ ପ୍ରଥମ ଶେଷ ପୁଣି ସ୍ୱୟଂ ଜୀବୀ, ଆମେ ମୃତ ହେଲୁ, ଆଉ ଦେଖ ଆମେ ଯୁଗେ ଯୁଗେ ଜୀବିତ ଅଟୁ। ପୁଣି ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି। ଏ ପ୍ରକାର ଏକ ମହାମହିମ, ଏ ପ୍ରକାର ଏକ ସର୍ବଶକ୍ତିମାନ, ଏ ପ୍ରକାର ଏକ ଜୀବିତ ଈଶ୍ୱର ଯଦି ଆପଣଙ୍କୁ କହୁଛନ୍ତି ଭୟ କର, ଭୟର କାରଣ କଣ? କାରଣ ସେ କାଳଜୟୀ ବ୍ୟକ୍ତି ଅଟନ୍ତି। ଆପଣଙ୍କର କୌଣସି ଅବସ୍ଥା, ଆପଣଙ୍କର କୌଣସି ସମସ୍ୟା ତାଙ୍କ ସମ୍ମୁଖରେ ଲୁକାୟିତ ନୁହଁ। ସେ ସବୁ ଜାଣନ୍ତି, ସେ ସମସ୍ୟାକୁ ବି ଜାଣନ୍ତି, ତାର ସମାଧାନ କିପରି କରାଯିବ ତାହା ବି ଜାଣନ୍ତି। ସେ ଆପଣଙ୍କ ଆରମ୍ଭ ଜାଣନ୍ତି, ଆପଣଙ୍କ ଶେଷ ଜାଣନ୍ତି। ବର୍ତ୍ତମାନ କଣ ହବ, ଆସନ୍ତା କାଲି କଣ ହବ ସେ ଜାଣନ୍ତି। ସେ সকল ବିଷୟ ନିୟନ୍ତ୍ରଣ କରନ୍ତି। ଏ ପ୍ରକାର ଏକ ପ୍ରଭୁ ସେ ଆପଣଙ୍କୁ କହୁଛନ୍ତି ଆମ୍ଭେ କ ଅକ୍ଷୟ, ଆମ୍ଭେ ଆଦି ପୁଣି ଅନ୍ତ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ। ସେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ପ୍ରଭୁରେ ସୁସ୍ଥିର ହୁଅନ୍ତୁ, ପ୍ରଭୁରେ ସ୍ଥିର ରୁହନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରୁ। ଅନୁଗ୍ରହକାରୀ ପିତା ପରମେଶ୍ୱର ଆପଣଙ୍କୁ ଧନ୍ୟବାଦ ଦେଉଛି, କାରଣ ଆପଣ କାଳଜୟୀ ଅଟନ୍ତି। ଆପଣ ସମୟ ମଧ୍ୟରେ ଆବଦ୍ଧ ନୁହନ୍ତି, ଆପଣ ବୟସ ମଧ୍ୟରେ ଆବଦ୍ଧ ନୁହନ୍ତି। ପ୍ରଭୁ ଆପଣ ସବୁ କରିପାରନ୍ତି, ଆଉ ଆପଣ ଆମକୁ କହୁଛନ୍ତି କୌଣସି ବିଷୟରେ ବିଚଳିତ ନ ହେବା ପାଇଁ, କୌଣସି ବିଷୟରେ ବ୍ୟତିବ୍ୟସ୍ତ ନ ହେବା ପାଇଁ, କାରଣ ଆପଣ କାଳଜୟୀ ଅଟନ୍ତି। ଆପଣଙ୍କ ନାମର ଗୌରବ ହଉ, ଆପଣଙ୍କ ନାମର ମହିମା ହଉ। ଆପଣଙ୍କୁ ମଥା ନତ କରି ପ୍ରଣାମ କରୁଛୁ ପ୍ରଭୁ, କାରଣ ଆପଣ ଆମ সকল ବିଷୟ ଜାଣନ୍ତି, ନିୟନ୍ତ୍ରଣ କରନ୍ତି। ଆଜି ଯେଉଁମାନେ ସମସ୍ୟା କଷ୍ଟ ଦେଇ ଗତି କରୁଛନ୍ତି, ଆପଣଙ୍କ ନିକଟବର୍ତ୍ତୀ ହେଉଛନ୍ତି, ପ୍ରତ୍ୟେକକୁ ଦୟାକରି ସାହାଯ୍ୟ କର। ପ୍ରାର୍ଥନା ଶୁଣିଥିବାରୁ ଅଶେଷ ଧନ୍ୟବାଦ। ଆଦର ମହିମା ଆପଣଙ୍କୁ ଦେଇ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ପ୍ରଭୁ ଆପଣମାନଙ୍କ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ନମସ୍କାର।